ଶ୍ରୀ ଶ୍ରୀ ଠାକୁରଙ୍କୁ ଜଣେ ଭକ୍ତ କହିଲେ କି ସେ ଠିକ୍ 30 ଦିନର ଇଷ୍ଟଭୃତି ପଠାଇ ପାରନ୍ତି ନାହିଁ। ଶ୍ରୀ ଶ୍ରୀ ଠାକୁର କହିଲେ ନିତ୍ୟାନ୍ତ ଅସକ୍ତ ନଥିଲେ ଠିକ୍ ଦିନ ପଠାଇବାକୁ ହୁଏ। ଏହି ବିଷୟରେ ନିୟମନିଷ୍ଠ ରହିଲେ ଜୀବନରେ ସବୁ କ୍ଷେତ୍ରରେ ନିୟମନିଷ୍ଠ ହୋଇପାରିବ। ଏହାଦ୍ୱାରା ଦକ୍ଷତା ବଢ଼େ। ଏହା ଏକ ମୌଳିକ ଧର୍ମାନୁଷ୍ଠାନମୂଳକ ଜିନିଷ ଯେଉଁଥିରେ ଗୋଳମାଳ କରିବା ଠିକ୍ ନୁହେଁ। ଏହି ଗୋଳମାଳ ଜୀବନର ଅନ୍ୟ କ୍ଷେତ୍ରକୁ ମଧ୍ୟ ଆକ୍ରମଣ କରିଥାଏ। ଏହାକୁ ନିୟମିତ କରିବାକୁ ହୁଏ। ଇଷ୍ଟଭୃତିକୁ ସାମର୍ଥ୍ୟ ଯୋଗ କୁହାଯାଏ। ଏଥିରେ ଶରୀର ମନର ଏକାଗ୍ରତା ହୁଏ। ସମଗ୍ର ଶରୀରରେ ଏହା କ୍ରିୟାଶୀଳ ହୋଇଥାଏ। ମଣିଷ ଏହାର ଅଳ୍ପ କିଛି କରି ମଧ୍ୟ ଅନେକ ଅମଙ୍ଗଳ ହାତରୁ ରକ୍ଷା ପାଏ। ଏହାର କାରଣ ଏହି ଯେ ଏହାକୁ ପାଳନ କଲେ ଏହାର ଫଳସ୍ୱରୂପ ଗୋଟିଏ ଶକ୍ତି ସଞ୍ଚୟ ହୁଏ ଯାହା ସେହି ବ୍ୟକ୍ତିକୁ ବିପଦ ସମୟରେ ରକ୍ଷା କରିଥାଏ। ମୁଁ କହୁଛି କୌଣସି ପ୍ରତ୍ୟାଶା ନ ରଖି କେବଳ କରିଚାଲ। ନିଜର ସୁବିଧା କିମ୍ବା ସ୍ୱାର୍ଥ ଚିନ୍ତା କର ନାହିଁ। ଇଷ୍ଟ ହେଉଛନ୍ତି ତୁମର ଏକମାତ୍ର ସ୍ୱାର୍ଥ। ତାଙ୍କୁ ଛାଡ଼ିକରି ଆତ୍ମସ୍ୱାର୍ଥ ଦିଗକୁ ନଜର ଦେଲେ ଇଷ୍ଟ ସ୍ୱାର୍ଥ ମୂଳରେ କୁଠାରଘାତ ହୋଇ ତାହା ଘାୟଲ ହୁଏ। ଆଲୋଚନା ପ୍ରସଙ୍ଗ 1200 ଖଣ୍ଡ, ପୃଷ୍ଠା 107। ଜୟ ଗୁରୁ।